ଆଜିର ରାଶିଫଳ। ପ୍ରଥମ ରାଶି ମେଷ ରାଶି। ଆପଣ ବାପା ମାଆଙ୍କୁ ମନର କଥା କହିବେ, ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ, ଦୂର ସଂସାର ମାଧ୍ୟମରେ ଶୁଭ ସୂଚନା ପାଇବେ। ବୃଷ ରାଶି। ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରୁହନ୍ତୁ, ସବୁ କାମ କରିବାରେ ସଫଳ ହେବେ। ଓକିଲଙ୍କ ଲାଗି ଦିନଟି ଉତ୍ତମ, କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ମିଥୁନ ରାଶି। କାମ ପ୍ରତି ସମର୍ପିତ ରହିବା ଯୋଗୁଁ ସଫଳତା ଆଡ଼କୁ ଅଗ୍ରସର ହେବେ। ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଆଶ୍ୱସ୍ତ କରିବେ। ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାର ଯୋଜନା କରିବେ। କର୍କଟ ରାଶି। କୌଣସି କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ କରିବାକୁ ହେବ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସିଂହ ରାଶି। ମାନସିକ ଦ୍ୱନ୍ଦ୍ୱ ନିବାରଣ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ପୁରା ମନ ଲଗାଇ କାମ କରିବେ। ଆପଣଙ୍କୁ ନୂଆ ଅନୁଭବ ମିଳିବ। କୌଣସି ବନ୍ଧୁର ସହଯୋଗ ନେବେ। କନ୍ୟା ରାଶି। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ସୃଜନଶୀଳ ବ୍ୟକ୍ତି ଖୁସି ଖବର ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। ତୁଳା ରାଶି। ଜମି କିଣାବିକା କରିବାର ଥିଲେ ଭଲ ଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ମନୋରଞ୍ଜନ ପାଇଁ ଯାତ୍ରାର କାର୍ଯ୍ୟକ୍ରମ ହେବ। ବିଦ୍ୟାର୍ଥୀଙ୍କର ଲାଗି ରହିଥିବା ବାଧା ଦୂର ହେବ। ବିଛା ରାଶି। ଆମଦାନୀରେ ଅଧିକ ଲାଭ ମିଳିବା ଯୋଗୁଁ ଭଲ ଅନୁଭବ କରିବେ। ଛାତ୍ରଛାତ୍ରୀ ଅଧ୍ୟୟନ ଏକାଗ୍ରତା ରଖିଲେ ଉଚିତ ପରିଣାମ ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବେ। ଧନୁ ରାଶି। ଜମି ସମ୍ବନ୍ଧୀୟ ସମସ୍ୟା ବାରମ୍ବାର ଯା ଆସ ପରେ ଦୂର ହୋଇଯିବ। ଚାକିରିରେ ଭଲ ଆୟ ହେବ। ସିଲେଇ କାମ କରୁଥିବା ଲୋକ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ। ମକର ରାଶି। ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଅଛି। ଆପଣଙ୍କର ତରବରିଆ ସ୍ୱଭାବ ଲୋକମାନଙ୍କ ଲାଗି ସମସ୍ୟା ଉତ୍ପନ୍ନ କରିବ। ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ। କୁମ୍ଭ ରାଶି। କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ଭୟଭୀତ ନ ହୋଇ ନିଜର ବୁଦ୍ଧି ଓ କାର୍ଯ୍ୟଦକ୍ଷତା ଉପଯୋଗ କରନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। ମୀନ ରାଶି। ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଭାଇ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଆଜି ପାଇଁ ଏତିକି। ନମସ୍କାର। ଜୟ ଜଗନ୍ନାଥ।